ଯୌବନ ଓ ପଇସା ଉପରେ କେବେ ଗର୍ବ କରନ୍ତୁ ନାହିଁ, କାରଣ ଯେଉଁ ଜିନିଷ ଗଣାଯାଇପାରେ ତାହା ଦିନେ ନା ଦିନେ ଶେଷ ହୋଇଯାଇଥାଏ। ଜୀବନ ମାନେ ହିଁ ସଂଘର୍ଷ ହୋଇଥାଏ। ଯେଉଁ ମଣିଷ ଜୀବନରେ ସଂଘର୍ଷ କରିବା ଶିଖିନାହିଁ, ସେ ମଣିଷ କଦାପି ଜୀବନର ସ୍ୱାଦ ଚାଖି ନାହିଁ। ପରିସ୍ଥିତି ଯାହା ବି ହେଉ ଧୈର୍ଯ୍ୟର ସହ ସାମ୍ନା କରିବାକୁ ଚେଷ୍ଟା କରନ୍ତୁ। ଦେଖିବେ ଦିନେ ନା ଦିନେ ଜୀବନର ସ୍ୱାଦ ପାଇଯିବେ। ଜୀବନରେ ସମୟ ସହ ଚାଲିବା କିଛି ଜରୁରୀ ନୁହେଁ, ସତ୍ୟ ସହିତ ଚାଲନ୍ତୁ। ଦେଖିବେ ସମୟ ଆପଣଙ୍କ ସହିତ ଆପେ ଚାଲିବ। ଝଡ଼ି ଯାଇଥିବା ଫୁଲ ପୁଣି ଥରେ ଗଛକୁ ଫେରିପାରେନି। ତେଣୁ ଅତୀତ ବିଷୟରେ ଚିନ୍ତା ନ କରି ବର୍ତ୍ତମାନକୁ ଭଲ ପାଆନ୍ତୁ। ଭବିଷ୍ୟତ ପାଇଁ ବଞ୍ଚନ୍ତୁ। ଓଠରେ ସୁନ୍ଦର ହସକୁ ସର୍ବଦା ସଜାଇ ରଖନ୍ତୁ। ମିଠା ଶବ୍ଦ ହିଁ ମନୁଷ୍ୟର ଦର୍ପଣ ଅଟେ, ଯେଉଁଥିରେ ଏକ ସୁନ୍ଦର ଦୁନିଆର ପ୍ରତିଛବି ଦେଖାଯାଏ। ଚେହେରାରେ କ'ଣ ଅଛି ସେ ତ ସମୟ ସ୍ରୋତରେ ବଦଳିଯାଏ। ସମସ୍ୟା ଉପରେ ଚିନ୍ତା କରି ନିଜର ଶକ୍ତି ହରାଇବା ଅପେକ୍ଷା ସମାଧାନ ପାଇଁ ପଦକ୍ଷେପ ନେବା ଉଚିତ ହୋଇଥାଏ। ଯେଉଁ ବ୍ୟକ୍ତି ସବୁବେଳେ ନିଜ ଦୁଃଖକୁ ନେଇ କାନ୍ଦୁଥାଏ, ତା ଘର ସାମ୍ନାରେ ଠିଆ ହୋଇଥିବା ସୁଖ ମଧ୍ୟ ସେ ବାହାରୁ ବାହାରୁ ଫେରିଯାଏ। ଜୀବନରେ ଦୁଃଖ କଷ୍ଟ ନଥିଲେ ଜୀବନଟା ଏତେ ସୁନ୍ଦର ହୋଇନଥାନ୍ତା। ଦୁଃଖ ତ ସମସ୍ତଙ୍କ ଜୀବନରେ ଆସେ, କିନ୍ତୁ ତାକୁ ଧୈର୍ଯ୍ୟ ଓ ସାହସର ସହ ମୁକାବିଲା କଲେ ଦୁଃଖ ବି ସୁଖରେ ପରିଣତ ହୋଇଯାଏ।